ଗରିବ ଶ୍ରେଣୀର ଲୋକମାନେ ସବୁବେଳେ ଚାହାନ୍ତି ଯେ ଆମକୁ ଗୋଟେ ଗୋଟେ ରାସନ କାର୍ଡ ମିଳିଲେ ଆମେ ଚାଉଳ ପାଇ ଦି ମୁଠା ଖାଇବାକୁ ପାଇବୁ। ହେଲେ ଦେଖନ୍ତୁ ଯୋଗ୍ୟ ହିତାଧିକାରୀ ମାନେ ବାଦ ପଡିଯାନ୍ତି, ଅଯୋଗ୍ୟକୁ ରାସନ କାର୍ଡ ମିଳିଯାଏ। ତ ଦେଖନ୍ତୁ ସରକାର ବର୍ତ୍ତମାନ ବହୁତ ବଡ଼ ଘୋଷଣା କରିଛନ୍ତି, ଯେଉଁଟା କି ରାସନ କାର୍ଡ ଧାରୀଙ୍କ ରାସନ କାର୍ଡ କାଟିବାକୁ ଯାଉଛନ୍ତି, ଯେଉଁଟା କି ବହୁତ ବଡ଼ ପ୍ରଶ୍ନ ରହିଛି। ତ କାହା କାହାର ରାସନ କାର୍ଡ କାଟିବେ, କେଉଁ ଯୋଗ୍ୟ ମାନଙ୍କର ରହିବ, କେଉଁ ଅଯୋଗ୍ୟ ମାନଙ୍କର ରାସନ କାର୍ଡ କାଟିବେ, ସେ ବିଷୟରେ ସବୁ ଆଲୋଚନା କରିନେବା। ତା ପୂର୍ବରୁ ଦର୍ଶକ ବନ୍ଧୁମାନେ ଭିଡ଼ିଓକୁ ସ୍କିପ୍ ନକରି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ସମ୍ପୂର୍ଣ୍ଣ ତଥ୍ୟ ଜାଣିପାରିବେ। ଆମ ଚ୍ୟାନେଲ ଆପଣ ନୂଆ ଆସିଛନ୍ତି, ପ୍ରତିଦିନ ଆସୁଥିବା ଏମିତି ଅପଡେଟ୍ ପାଇବା ଚାହୁଁଥିଲେ ଏବେ ଚ୍ୟାନେଲଟିକୁ ସବସ୍କ୍ରାଇବ କରନ୍ତୁ, ଯଦି ସବସ୍କ୍ରାଇବ ରଖନ୍ତୁ। ତା ସହିତ ନୋଟିଫିକେସନ ବେଲ୍ ଆଇକନ୍ ଦବାଇ ଅଲ୍ କରନ୍ତୁ, ଯେତେବେଳେ ଆମେ ନୂଆ ନୂଆ ଅପଡେଟ୍ ଦେବୁ। ପୂର୍ବ ସରକାର ଥିଲାବେଳେ ଦେଖନ୍ତୁ ବଡ଼ ବଡ଼ିଆ ଲୋକମାନେ ରେସନ କାର୍ଡ ହାତେଇ ଥିଲେ, ଯେଉଁଟା କି ସରକାରୀ ଚାକିରି କରୁଥିଲେ, ଯେଉଁମାନେ କି ଶିକ୍ଷକ ପଦବୀରେ ଥିଲେ, ବହୁତ ବଡ଼ ବଡ଼ ଚାକିରି କରିଥିଲେ, ସେମାନେ ଦେଖନ୍ତୁ ରାସନ କାର୍ଡ ହାତେଇ ସେମାନେ ଚାଉଳ ପାଉଥିଲେ, ଯେଉଁଟା କି ବହୁତ ବଡ଼ ଘୋଷଣା କରିଥିଲେ ସରକାର। ଏବେ ସେମାନେ ବର୍ତ୍ତମାନ ଧରା ପଡ଼ିଯାଇଛନ୍ତି। ଆମ ଓଡ଼ିଶାର ବହୁତ ହିତାଧିକାରୀ ଅଛନ୍ତି, ଯେଉଁଟା କି 100ରୁ ଉର୍ଦ୍ଧ୍ୱ ହେବେ, ଯେଉଁଟା କି ବଡ଼ ବଡ଼ିଆ ଲୋକ ହାତେଇଛନ୍ତି। ତ କେଉଁ କେଉଁ ଜିଲ୍ଲାର ଅଧିକାରୀ ମାନେ ଧରା ପଡ଼ିଛନ୍ତି, କେଉଁ କେଉଁମାନେ ଧରା ପଡ଼ିଛନ୍ତି, ସେଇ ବିଷୟରେ ଚାଲନ୍ତୁ ଆଲୋଚନା କରିନେବା। ବର୍ତ୍ତମାନ ସମ୍ବାଦ ପେପରରେ ଦେଖନ୍ତୁ ପେପର ଆଉଟ୍ ହେଇଥିଲା, ଯେଉଁଟା କି ତମକୁ ପଢ଼ି ଦେଖେଇ ଦଉଛି। କେଓସି ଖୋଲିଲା ରାସନର ଗୁମର, ଧରା ପଡ଼ିଲେ 165 ଜଣ ସରକାରୀ ଚାକିରିଆ। ଦେଖନ୍ତୁ ସେ 65 ଜଣ ସରକାରୀ ଚାକିରିଆ ଧରା ପଡ଼ିଛନ୍ତି, ଯେଉଁଟା କି ଦେଖନ୍ତୁ ସମ୍ବାଦ ପେପରରେ ବର୍ତ୍ତମାନ ଉଲ୍ଲେଖ କରାଯାଇଛି। କେଉଁଠାରେ ଦେଖନ୍ତୁ ଧରା ପଡ଼ିଛନ୍ତି, ବାଲିଆପାଳ, ଯେଉଁଟା କି କେଓସି ପ୍ରକ୍ରିୟା ଏବେ ସରକାରୀ ଚାକିରିଆଙ୍କ ଅସଲ ମୁଖା ଖୋଲି ଦେଇଛି। ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ରାସନ ସଂଗ୍ରାମୀ ନେଉଥିବା 165 ଜଣ ସରକାରୀ ଚାକିରିଆ ଧରା ପଡ଼ିଛନ୍ତି। ଦେଖନ୍ତୁ ବାଲେଶ୍ୱର ଜିଲ୍ଲାର ବାଲିଆପାଳ ବ୍ଲକ, ସେମାନେ ଦେଖନ୍ତୁ 165 ଜଣ ରାସନ ନେଉଥିବା ଧରା ପଡ଼ିଛନ୍ତି। ଏହି ତାଲିକାରେ କେଉଁମାନେ ଅଛନ୍ତି ଦେଖନ୍ତୁ, ଏହି ତାଲିକାରେ ଯନ୍ତ୍ରୀ, ଅଧ୍ୟାପକ, ଶିକ୍ଷକ, ଡାକ୍ତର, ପୁଲିସ ଏବଂ ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟରତ କର୍ମଚାରୀମାନେ ନା ଥିବାବେଳେ ଏହାକୁ ନେଇ ଚର୍ଚ୍ଚା ଧରିଛି। ଦେଖନ୍ତୁ କେଉଁମାନେ ବଡ଼ ବଡ଼ିଆ ଲୋକ ଧରା ପଡ଼ିଛନ୍ତି, ଅଧ୍ୟାପକ ହେଇଗଲା, ଶିକ୍ଷକ, ଡାକ୍ତର, ପୋଲିସ ଏବଂ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ମାନେ ବହୁତ ଧରା ପଡ଼ିଯାଇଛନ୍ତି। ଯେଉଁଟା ବହୁତ ବଡ଼ ପ୍ରଶ୍ନ ରହିଛି, ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ବଡ଼ାସ ପଞ୍ଚାୟତ ଜଗାଇ ଗ୍ରାମର 3 ଜଣ ଅଧ୍ୟାପକ, କୁମ୍ଭାରୀ ପଞ୍ଚାୟତର ଜଣେ ଡାକ୍ତର, ଚମୁଖ ପଞ୍ଚାୟତର ଜଣେ ମେଡିକାଲ ଅଫିସର, ମଧୁପୁରା ପଞ୍ଚାୟତର ଜଣେ ଖେଳ ଶିକ୍ଷକ ରାସନ କାର୍ଡ ହାତୀ ସାମଗ୍ରୀ ନେଉଥିଲେ। ତ ଦର୍ଶକ ମନମାନେ ଦେଖିପାରୁଥିବେ, ବାଲେଶ୍ୱର ଜିଲ୍ଲାର ପଞ୍ଚାୟତ ନାମ ମାନେ ସବୁ ମେନସନ କରାହେଇଛି। କେଉଁ କେଉଁ ପଞ୍ଚାୟତରେ କେତେ ଜଣ ଅଧ୍ୟାପକ, କେଉଁ ପଞ୍ଚାୟତରେ ଡାକ୍ତର, କେଉଁ ପଞ୍ଚାୟତରେ ମେଡିକାଲ ଅଫିସର ମାନେ ଥିଲେ। ଦେଖନ୍ତୁ ଆପଣମାନେ କେଉଁ କେଉଁ ଜିଲ୍ଲାର ଆମ ଭିଡ଼ିଓ ଦେଖୁଛନ୍ତି କମେଣ୍ଟ ବକ୍ସରେ କମେଣ୍ଟ କରନ୍ତୁ, କାହିଁକି ନା ଯଦି ବାଲେଶ୍ୱର ଜିଲ୍ଲାର ହେଇଥିବ ଆପଣମାନେ ବି ନିଜ ଗ୍ରାମ ପଞ୍ଚାୟତର ମଧ୍ୟ ଆପଣ ସେହି ସରକାରୀ ଚାକିରିକୁ ଜାଣି ବି ପାରିବେ। ଦେଖନ୍ତୁ ସବୁ ଡିଟେଲ ମେନସନ କରାଯାଇଛି। ତାପରେ ଦେଖନ୍ତୁ ଏବେ ବର୍ତ୍ତମାନ କେଓସି ଚାଲିଛି, ଯେଉଁଟା କି କେଓସି ବର୍ତ୍ତମାନ ସମାପ୍ତ ହୋଇନି। ଯେଉଁଟା କେଓସି କରିଲା ସମୟରେ ସେମାନେ ସମସ୍ତେ ଧରା ପଡ଼ିଛନ୍ତି, ଯେଉଁଟା କି କେଓସି ପରେ ଦେଖନ୍ତୁ ଯେତେ ଭୂତ କାର୍ଡ ରହିଛି ସମସ୍ତଙ୍କର ବର୍ତ୍ତମାନ ସରକାର ନାମ କାଟିବାକୁ ଯାଉଛନ୍ତି। ତ ତାଲିକାରେ ଦେଖନ୍ତୁ ଯନ୍ତ୍ରୀ ଅଛନ୍ତି, ଅଧ୍ୟାପକ, ଶିକ୍ଷକ, ଡାକ୍ତର, ପୁଲିସ ଅଛି। କେବଳ ଏତିକି ନୁହେଁ, ଏହି ତାଲିକାରେ ବହୁ ହାଇସ୍କୁଲ ଶିକ୍ଷକ, ସହକାରୀ ଶିକ୍ଷକ, ଯନ୍ତ୍ରୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ, ପୁଲିସ କର୍ମଚାରୀ ଠାରୁ ଆରମ୍ଭ କରି ବହୁ ଉଚ୍ଚ ପଦସ୍ଥ ଅଧିକାରୀ ଯେଉଁମାନେ ଅଛନ୍ତି, ମିଶାଇ ପ୍ରଥମ ପର୍ଯ୍ୟାୟରେ ମୋଟ 165 ଜଣ କର୍ମଚାରୀ ନାମ ରହିଛି। ଦେଖନ୍ତୁ ଏଇଟା ପ୍ରଥମ ପର୍ଯ୍ୟାୟରେ ଧରା ପଡ଼ିଛନ୍ତି 165, ଯେଉଁଟା କି 165 ଜଣ ସରକାରୀ କର୍ମଚାରୀଙ୍କ ନାମ ରହିଛି। ଏମାନଙ୍କ ନାମ ତାଲିକାରୁ ତୁରନ୍ତ ବାଦ ଦେବାକୁ ନିର୍ଦ୍ଦେଶ ଆସିଥିବା ବାଲିଆପାଳ ଯୋଗାଣ ବିଭାଗ ଅଧିକାରୀ, ଯେଉଁଟା କି ଅମ୍ବିକା ପ୍ରସାଦ ରଥ କହିଛନ୍ତି। ତ ଦେଖନ୍ତୁ ଯେଉଁମାନେ ଧରା ପଡ଼ିଯାଇଛନ୍ତି ସେମାନଙ୍କୁ ବର୍ତ୍ତମାନ ବାଦ ଦିଆଯିବ ଏବଂ ତାଙ୍କ ନାମ କାଟିବା ପାଇଁ ବର୍ତ୍ତମାନ ନିର୍ଦ୍ଦେଶ ଦେଇଛନ୍ତି। ଚୂଡ଼ାନ୍ତ ତାଲିକା ଆସିବା ପରେ ଏହି ତାଲିକା ଆହୁରି ଲମ୍ବା ହୋଇପାରେ ବୋଲି ଶ୍ରୀ ରଥ ସୂଚନା ଦେଇଛନ୍ତି। ଜଣେ କୃଷ୍ଣ ଚନ୍ଦ୍ର ପାତ୍ର ମଧ୍ୟ ସୂଚନା ଦେଉଥିଲେ। ତାପରେ ଦେଖନ୍ତୁ ଯେଉଁ ବଡ଼ ବଡ଼ିଆ ମାନେ ଏହି ସହାୟତା ନେଇଛନ୍ତି ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲର ଦାବି ହୋଇଛି। ଦେଖନ୍ତୁ ତମକୁ ଗୋଟେ କଥା କହୁଛି ଦର୍ଶକ ବନ୍ଧୁମାନେ, ଯଦି ଯେଉଁମାନେ ଏମିତି ହାତେଇଛନ୍ତି ଭୁଲ ଭାବରେ, ପୂର୍ବ ସରକାର ଦେଖନ୍ତୁ ସମସ୍ତଙ୍କୁ ରାସନ କାର୍ଡ ମିଳିଯାଉଥିଲା ବିନା ସର୍ଭେ କରି। ତ ଯେଉଁମାନେ ବର୍ତ୍ତମାନ ହାତେଇଛନ୍ତି ସରକାରୀ ପଦରେ ଥାଇ ମଧ୍ୟ ସେମାନେ ସିଲିଣ୍ଡର କରିବାକୁ ବର୍ତ୍ତମାନ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏଇଟା ହେଉଛି ପ୍ରଥମ ପର୍ଯ୍ୟାୟରେ ଧରା ପଡ଼ିଛନ୍ତି ଦର୍ଶକ ବନ୍ଧୁମାନେ।
ଫାଷ୍ଟ ଫେଜ୍ରେ ଧରା ପଡ଼ିଛନ୍ତି, ଯେଉଁଟା ପ୍ରଥମ ପର୍ଯ୍ୟାୟରେ 165 ଜଣ ଧରା ପଡ଼ିଛନ୍ତି, ଯେଉଁଟାକି ବାଲେଶ୍ୱର ଜିଲ୍ଲାର ତାଲିକା ଆସିଛି। ସେମିତି 30ଟି ଜିଲ୍ଲା ଭିତରେ ଦେଖନ୍ତୁ, ସମସ୍ତ ଜିଲ୍ଲାରେ ଯଦି ସର୍ଭେ କରାଯାଏ ଦେଖନ୍ତୁ ଆଉ କେତେ ବାହାରିବେ। ସେମିତି ସରକାରୀ କର୍ମଚାରୀ ଅଧିକରୁ ଅଧିକ ବହୁତ ଜଣ ବାହାରିଯିବେ, କାହିଁକି ନା 20 ଲକ୍ଷରୁ ଅଧିକ ଭୂତ କାର୍ଡ ବର୍ତ୍ତମାନ ସରକାରଙ୍କ ସାମ୍ନାରେ ରହିଛି, ଯାହାଙ୍କ ନାମ ସେମାନେ କାଟିବାକୁ ଯାଉଛନ୍ତି। ତା ସହିତ ଦେଖନ୍ତୁ ବର୍ତ୍ତମାନ ସରକାରୀ ଚାକିରି ପଦବୀରେ ଥିବା ଲୋକମାନେ ମଧ୍ୟ ବହୁତ ବଡ଼ ସେମାନେ ଗଣ୍ଡଗୋଳ କରିଛନ୍ତି, ଯେଉଁଟାକି ବର୍ତ୍ତମାନ ଧରା ପଡ଼ିଛନ୍ତି। ତ ସେ ଲିଷ୍ଟରେ ମଧ୍ୟ ନାମ ଆସି ସାରିଛି ସେ ବ୍ଲକ ମାନଙ୍କର। ଆପଣଙ୍କୁ ନେକ୍ସଟ ଭିଡ଼ିଓରେ ସେ ଲିଷ୍ଟଟା ଦେଖେଇଦେବି ନେକ୍ସଟ ଭିଡ଼ିଓରେ। ତ ଦେଖନ୍ତୁ ତୁମ ଜିଲ୍ଲାରୁ କିଏ କିଏ ସେମିତି ଅଛନ୍ତି ଆମ କମେଣ୍ଟ ବକ୍ସରେ କମେଣ୍ଟ କରନ୍ତୁ। କେଉଁ କେଉଁ ଜିଲ୍ଲାର ଆମ ଭିଡ଼ିଓଟିକୁ ଦେଖୁଛନ୍ତି କମେଣ୍ଟ କରିଦିଅନ୍ତୁ। ତ ରାସନ କାର୍ଡ ବିଷୟରେ ଅଧିକା ଜାଣିବାକୁ ଚାହୁଁଥିଲେ ମଧ୍ୟ କମେଣ୍ଟ ସେକ୍ସନରେ କମେଣ୍ଟ କରନ୍ତୁ। ତ ଦର୍ଶକ ବନ୍ଧୁମାନେ ଆଜିର ଭିଡ଼ିଓରେ ଏଇ ଅପଡେଟଟି ଥିଲା। ଅଧିକ ଜାଣିବାକୁ ଚାହୁଁଥିଲେ ଆମ କମେଣ୍ଟ ସେକ୍ସନରେ କମେଣ୍ଟ କରିଦିଅନ୍ତୁ। ପୁଣି ଗୋଟେ ନେକ୍ସଟ ଭିଡ଼ିଓ ଦେଖା ହେବ। ଥ୍ୟାଙ୍କ ୟୁ, ନମସ୍କାର, ଜୟ ଜଗନ୍ନାଥ।